ନାଇଁ ଆପଣ ଯୋଉଟା ପଚାରୁଛନ୍ତି ମୁଁ ସେଟାକୁ ମଧ୍ୟ ନ୍ୟୁଜରେ ଦେଖିଛି ଏବଂ ସେଥିପାଇଁ ମୁଁ ଇମିଡିଏଟଲି ନ୍ୟାସନାଲ ହାଇୱେ ଅଥରିଟିର ପ୍ରୋଜେକ୍ଟ ଡାଇରେକ୍ଟରଙ୍କୁ କହିଛି ଯେ ସିଏ ତାକୁ ସିଫ୍ଟିଂ କରିବାର ବ୍ୟବସ୍ଥା କରିବେ ବିକଜ ସେ ଜମିଟା NHAI ଅଣ୍ଡରରେ ଅଛି ତେଣୁ ସିଏ ତାର ତୁରନ୍ତ ଇଲେକ୍ଟ୍ରିକାଲ ଯୋଉ ପୋଲ୍ସ ଗୁଡ଼ିକ ଅଛି ସେଟାକ ୟୁଜ୍ ହଉନି ବେସିକାଲି ଏବଂ ସେଠି ମଧ୍ୟ ଗୋଟେ ପରିତ୍ୟକ୍ତ ବିଲ୍ଡିଂ ଅଛି ତେଣୁ ସେ ଦୁଇଟି ସେଟା ସିଫ୍ଟିଂ ହେଇଗଲେ ତ ଇମିଡିଏଟଲି ଆମର ଯୋଉ ଡ୍ରେନ୍ କାମ ଚାଲିଛି ଯୋଉଟା ଆମର ନେହେରୁ ଷ୍ଟାଡିୟମରୁ ଯୋଉ ଡ୍ରେନ୍ କାମ କରୁଛନ୍ତି ଡ୍ରେନେଜ ଡିଭିଜନ ସେ ଡ୍ରେନ୍ଟା ସିଧାସଳଖ ଭାବରେ ଯାଇକିରି ୱିଦାଉଟ୍ ମାନେ କିଛି ନ ବୁଲିକିରି ସିଧାସଳଖ ଭାବେ ଲାଗିଯିବ ପ୍ରଥମ କଥା ଦ୍ୱିତୀୟ କଥା ହଉଛି ସେଠି ଗୋଟେ ସ୍ପେସ୍ ବି ବାହାରିବ ଜେନେରାଲି ଟ୍ରାଫିକ୍ ଜାମ୍ ସେଠି ହେଇଥାଏ ସେ ଟ୍ରାଫିକ୍ ଜାମ୍ର ସମସ୍ୟା ହବ ନାହିଁ ଏବଂ ଆପଣ ଯୋଉଟା କହିଲେ ବିପଦ ସଂକୁଳରେ ଅଛି ତ ବିପଦ ସଂକୁଳ ଅବସ୍ଥା ବି ନଥିବ ତେଣୁ ସବୁ ଦୃଷ୍ଟିରୁ ସେଟା ଶୁଭଙ୍କର ହବ ଏବଂ ଏସ୍ପେସିଆଲି ଯାତ୍ରୀମାନେ ଯୋଉମାନେ ସେଠି ଓହ୍ଲାଉଛନ୍ତି ବନ୍ତ ଛକରେ ତାଙ୍କମାନଙ୍କ ପାଇଁ ମଧ୍ୟ ସେଫଲି ସେମାନେ ଓହ୍ଲେଇ ପାରିବେ ଏବଂ ପ୍ରଶସ୍ତ ଜାଗା ମଧ୍ୟ ବାହାରି ପାରିବ